ମୁଁ ସନ୍ତୋଷ କୁମାର ପ୍ରଧାନ ଚାରିଛକ ବ୍ୟବସାୟୀ ସଂଘର ସଭାପତି। ସୁକାନ୍ତ ସାହୁ ବୋଲି ତାଙ୍କ ଗ୍ରୋସରୀ ଦୋକାନରୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଯାଇଛି ପ୍ରାୟ 1,14,000 ଟଙ୍କା ତାକୁ ଚୋରି କରିଛି। ଆଉ ଚୋରି କରିବା ଭିତରେ ଯେତେବେଳେ ସକାଳୁ ମୁଁ ଶୁଣିଲି ଏକଥା ପୋଲିସ ପାଖକୁ ଯାଇଥିଲୁ, କିନ୍ତୁ ପ୍ରଶ୍ନ ଏଇଠି ଉଠୁଛି ଯେ 6 ମାସ ତଳେ ଏମିତି ଗୋଟେ କାର୍ଯ୍ୟକ୍ରମ ହେଇଥିଲା, ମାନେ ସେଇଠି ଏମାନେ ଜଗୁଆଳି ରାତି ଜଗୁଆଳି ଜଗିଥିଲେ, କିନ୍ତୁ 6 ଲକ୍ଷ ଟଙ୍କାର ଲୁଗାପଟା ଚୋରି ହେଇଗଲା। କିନ୍ତୁ ସେଗୁଡ଼ାକୁ ଭଲ ଭାବରେ ବୁଝିପାରିଲନି। ମୁଁ ବି ଏକଥା ମଧ୍ୟ ଗୋଟେ ଆମ ପୋଲିସ କାର୍ଯ୍ୟକ୍ରମରେ ଏସ୍ପିଙ୍କୁ ମଧ୍ୟ ପ୍ରଶ୍ନ ମୁଁ କରିଥିଲି, କିନ୍ତୁ ସେଗୁଡ଼ାକ ସୁଧରା ଗଲାନି। ଏବେ ମଧ୍ୟ ପୁନରାବୃତ୍ତି ସେଇ କାମ ହେଲା, ଯେଉଁଠି ବର୍ତ୍ତମାନ ଜଗୁଆଳି ରାତ୍ରି ଜଗୁଆଳି ଜଗୁଥିଲେ, ମାନେ ପୋଲିସର ଯେଉଁ ପେଟ୍ରୋଲିଂ ଥିଲା ଆଉ ଜଗୁଆଳି ଜଗୁଥିଲେ ପୋଲିସର, କିନ୍ତୁ ସେଇଠୁ ହେଉଛି 100 ହାତ ନୁହେଁ 50 ହାତ ପାଖରେ ବର୍ତ୍ତମାନ ଚୋରି ହେଇଗଲା। କିନ୍ତୁ ଏମାନେ ପୋଲିସ କିଛି ଜାଣିପାରିଲା ନାହିଁ, ଯେଉଁଠି ବେଳକୁ ବେଳ କ'ଣ ହେଉଛି ଚୋରି ବୃଦ୍ଧି ପାଉଛି ବଜାର ଉପରେ। ଆମେ ବର୍ତ୍ତମାନ ସୁରକ୍ଷିତ ନୁହଁ, ଆମ ଦୋକାନ କି ସୁରକ୍ଷିତ ଆମେ କରିପାରୁନୁ ଆଜ୍ଞା। କିନ୍ତୁ ସେଥିପାଇଁ ବର୍ତ୍ତମାନ ପୋଲିସ କି କହିବାରୁ ପୋଲିସ କହୁଛନ୍ତି କ'ଣ ନା ତାଙ୍କର ଷ୍ଟାଫ୍ ଅଭାବ ବୋଲି। ସେମାନେ ତାଙ୍କର ଆଉ ତ ବାହାନା ବାଜି କିଛି କରିପାରିବେନି, କିନ୍ତୁ ଗୋଟିଏ ଯୋଡ଼ିଏ ରଖୁଛନ୍ତି। ଆମେ କ'ଣ କହିବୁ ଏବେ? ବର୍ତ୍ତମାନ ପୋଲିସ ଥାଇଁକିରି ଚୋରି ହେଲା ମାନେ ଏବେ ଆପଣ ପୋଲିସ ଥାଇଁକିରି ଏଠି ଚୋରି ହେଉଛି, ତାପରେ ଏବେ ବର୍ତ୍ତମାନ ପୋଲିସ ଥାଇଁକିରି ମଧ୍ୟ ପିଲାଙ୍କୁ ମାଡ଼ ହେଲା ପୋଲିସ ମାଧ୍ୟମରେ। ଆହୁରି କଡ଼ାକଡ଼ି ହେବା ଦରକାର, କଡ଼ାକଡ଼ି ହେଲେ ହିଁ ଶୃଙ୍ଖଳତା ରଖି ଆସିପାରିବ, ନହେଲେ ଆସିପାରିବ ନାହିଁ। କିନ୍ତୁ ସେଥିପାଇଁ କ'ଣ ମୁଁ ବି କହୁଛି ପୋଲିସ ଷ୍ଟେସନ ବର୍ତ୍ତମାନ ଆପଣ ଏସ୍ପି ଆଉ ଆପଣମାନଙ୍କୁ କହୁଛି ଯେ ବର୍ତ୍ତମାନ ଆପଣ କେମିତି ଆର ତୁରନ୍ତ ବ୍ୟବସ୍ଥା କରାଯାଉ, ଅଧିକରୁ ଅଧିକ ପୋଲିସ ଦିଆଯାଉ। ଯେ ପୋଲିସ ଚୋର, କିନ୍ତୁ ଏଇ କେସ୍ରେ ଆମର ଦାବି ବଜାର କମିଟି ତରଫରୁ ମୋର ଦାବି ଯେ ବର୍ତ୍ତମାନ ଚୋର ଧରା ପଡ଼ୁ। ଏଥିରୁ ବର୍ତ୍ତମାନ ଫାଣ୍ଡି ସମୟରେ ଚୋରି ସଂଖ୍ୟା କମ୍ ଥିଲା, ବର୍ତ୍ତମାନ ଥାନା ହେବା ପରେ ମାତ୍ର 6ଟି ପଞ୍ଚାୟତକୁ ନେଇକି ଥାନା ହେଇଛି, କିନ୍ତୁ ଚୋରି ସଂଖ୍ୟା ବଢ଼ିଯାଇଛି ଆଜ୍ଞା। କିନ୍ତୁ ସୁରକ୍ଷିତ ଏବେ ହେଉଛି ସୁରକ୍ଷିତ ନାହାନ୍ତି। କିନ୍ତୁ ଆପଣଙ୍କୁ ଆପଣ ବର୍ତ୍ତମାନ ଆପଣଙ୍କ ଏଇ ମାଧ୍ୟମରେ କହୁଛି, ଥାନା ସମୟରେ 5 ଜଣ 6 ଜଣ ରହୁଥିଲେ, ଡ୍ୟୁଟି କରୁଥିଲେ, ରାତିରେ ଡ୍ୟୁଟି କରୁଥିଲେ। ବର୍ତ୍ତମାନ ଜଣେ 2 ଜଣ ଡ୍ୟୁଟି କରୁଛନ୍ତି। କୋଉଆଡ଼େ ପୋଲିସ ଯାଉଛନ୍ତି, ପୋଲିସ କରୁଛି କ'ଣ ସେ କଥା ବି ଆମେ ଜାଣିପାରୁନୁ। ଆଜ୍ଞା 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 ନା ଷ୍ଟାଫ୍ ଥିଲେ ଆମେ ତ ସୁରକ୍ଷିତ ନୁହଁ। ଆମେ ଦେଖୁଛୁ ବର୍ତ୍ତମାନ କେହି ନାହିଁ। ଜଣେ କ'ଣ ଏଡ଼େ ବଡ଼ ବଜାର 700-800 ଦୋକାନ ଆଜ୍ଞା, ମାର୍କେଟ କମ୍ପ୍ଲେକ୍ସଟା ଏଇଗୁଡ଼ା ସବୁ ମିଶାଇକିରି ମେଡ଼ିକାଲ 700-800 ଦୋକାନ, କିନ୍ତୁ ଜଣେ ରହିବ ବର୍ତ୍ତମାନ ଡ୍ୟୁଟି କରିବ। ଆଉ ଡ୍ୟୁଟି କରିବ, ତାଙ୍କ ହାତରେ ଟର୍ଚ୍ଚ ନଥିବ, ସେ ବୁଲୁ ନଥିବେ, କେଉଁଠି ଗୋଟେ ବସି ଯାଉଛନ୍ତି। ଡ୍ୟୁଟି ଯେମିତି କରିବା କଥା ଡ୍ୟୁଟି କରିବେନି, ରାତି ଅଧରେ ଆସିଲା ବେଳକୁ ସେ କେଉଁଠି ଘୁମଉଥିବେ, କେଉଁଠି କ'ଣ କରୁଥିବେ। ଏସବୁ କେମିତି ହେବ? ହଁ, ପେଟ୍ରୋଲିଂର ନିଶ୍ଚିନ୍ତ ଅଭାବ। ପେଟ୍ରୋଲିଂ ଯଦି ଠିକ୍ ଚାଲିଥାନ୍ତା ତାହେଲେ ବର୍ତ୍ତମାନ କ'ଣ ଯେଉଁ ଡ୍ୟୁଟିରେ ଯେଉଁ ହୋମଗାର୍ଡ ଅଛନ୍ତି ସିଏ ବି ଏପଟ ସେପଟ କରିନଥାନ୍ତେ, ସିଏ ବି ଭୁଲ ମାନେ ସେଠି ସଚେତନ ହୁଅନ୍ତେ, ସେ ସବୁ ଯେମିତି ପହରା ଯେମିତି ଦେବା କଥା ଦଅନ୍ତେ। ସେମାନେ ଆସୁଛନ୍ତି 11ଟାରୁ 4ଟାରେ ଯାଉଛନ୍ତି, କିନ୍ତୁ ବର୍ତ୍ତମାନ ଡ୍ୟୁଟି ଠିକ୍ ହେଉନି ଆଜ୍ଞା। ଦାବି ଯେ ବର୍ତ୍ତମାନ ଏବେ ହେଉଛି ଶୃଙ୍ଖଳା କେମିତି ଆସିବ, ସେଥିପାଇଁ ପୋଲିସ ଷ୍ଟାଫ୍ ଏଇଠି ବଢ଼େଇ ଦିଆଯାଉ। ଆମର ଚୋରି କେମିତି ନହେବ, ଆଉ ଆର ଚୋରି ବର୍ତ୍ତମାନ ଧରା ହେଇପାରିଲା ନାହିଁ। ଆମର ଜେନେରାଲ ମିଟିଂ ଡାକିବୁ, ଆମେ ଦରକାର ପଡ଼ିଲେ ଆମେ ପୋଲିସ ଉପରେ ଆମେ ଆକ୍ସନ ନେଇପାରୁ। ଆମେ ମାନେ ଆପତ୍ତି ଅଭିଯୋଗ ଆମେ ଏସ୍ପି କି ଜଣେଇବୁ, କୋଉଠିକି ଜଣେଇବୁ, କ'ଣ କରିବୁ ଆଜ୍ଞା। କିନ୍ତୁ ତାପରେ ଆମ କହିବା କଥା ଆମ ଦାବି ପୂରଣ ହଉ ଯେ ବର୍ତ୍ତମାନ ଏ କେସ୍ରେ ତଦନ୍ତ କରିକିରି ଧରାଯାଉ, ବର୍ତ୍ତମାନ ଆସାମୀକି ଧରାଯାଉ ଏଠୁ।